କାଲି 19 ତାରିଖ ଜୁନ୍ 19 ତାରିଖ ଜୟପୁର ଯେଉଁ ଟାଟା ପାୱାର ଏସି ଅଫିସ୍ ଅଛି ବିଜୁ ଜନତା ଦଳ ତରଫରୁ ଏକ ଘେରାଉ କାର୍ଯ୍ୟକ୍ରମ ରଖାଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେଉଁ ଟାଟା ପାୱାରକୁ ଯେଉଁ ଉଦ୍ଦେଶ୍ୟ ରଖି ବିଗତ ସରକାର ସଂସ୍କାର ନାମରେ ଟାଟା ପାୱାରକୁ ସମ୍ପୂର୍ଣ୍ଣ ଭାବରେ ତାଙ୍କ ସାଙ୍ଗେ ଯେଉଁ ଏଗ୍ରିମେଣ୍ଟ କରିଥିଲେ, ଯେଉଁ ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ର ଯେଉଁ ଅନିଶ୍ଚିତତା ଥିଲା ତାହାକୁ ସଂସ୍କାର କରିବାର ସରକାରଙ୍କ ଉଦ୍ଦେଶ୍ୟ ଥିଲା। କିନ୍ତୁ ଟାଟା ପାୱାର ଯେଉଁ ସଂସ୍କାର ନାମରେ ଓଡ଼ିଶା ରାଜ୍ୟର ଗରିବ ଜନସାଧାରଣଙ୍କ ଟ୍ୟାକ୍ସ 20,000 କୋଟି ଟଙ୍କା ରାଜ୍ୟ ସରକାରଠୁ ନେଇ ଯେଉଁ ସଂସ୍କାର ନାମରେ ଅପସଂସ୍କାର କରିଛି। ଆପଣ ଦେଖୁଥିବେ ଯେଉଁ ଦିନଠାରୁ ଟାଟା ପାୱାର ଆସିଲା ଜନସାଧାରଣଙ୍କର ଏଇ ବିଦ୍ୟୁତ୍ କ୍ଷେତ୍ରରେ ମୁଣ୍ଡ ବ୍ୟଥାର କାରଣ ହେଇଛି। ସେ ଯେତିକି ଏଗ୍ରିମେଣ୍ଟ କରିଥିଲେ ଜନସାଧାରଣମାନଙ୍କୁ ଆମେ ସୁଲଭ ମୂଲ୍ୟରେ ବିଜୁଳି ଦେବୁ, ସଂସ୍କାର ଆଣିବୁ, ତାହା ତ କଲେ ନାହିଁ। କିନ୍ତୁ ଆଜି ଅଘୋଷିତ ଭାବରେ ଯେଉଁ ପାୱାର କାଟ୍ କରାଯାଉଛି ତାହା ନିଶ୍ଚିତ ଭାବରେ ଜନସାଧାରଣଙ୍କ ବହୁତ ସେମାନେ ଯେଉଁ କ୍ଷୁଦ୍ର ଶିଳ୍ପ ଗୁଡ଼ାକ ରହିଛି, ଲିଫ୍ଟ ଇରିଗେସନ୍ ରହିଛି, ବିଭିନ୍ନ ସଂସ୍ଥା ରହିଛି। ଏ ବିଦ୍ୟୁତ୍ ହେଉଛି ଆମର ଗୋଟିଏ ଅବିଚ୍ଛେଦ୍ୟ ଅଙ୍ଗ। ବିନା ବିଦ୍ୟୁତରେ କୌଣସି ଜନସାଧାରଣ ଆଜି ବଞ୍ଚିପାରିବେ ନାହିଁ। କିନ୍ତୁ ସେମାନେ ଯେତେ ଯତ୍ନବାନ ହେବା କଥା ବିଦ୍ୟୁତ୍ କ୍ଷେତ୍ରରେ ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ଭାବେ ସେ ଦୂରେଇ ଯାଇଛନ୍ତି। ତେଣୁ ଏଇ ଯେଉଁ ସଂସ୍କାର ନାଁରେ ଅପସଂସ୍କାର କରୁଛନ୍ତି ଟାଟା ପାୱାରକୁ ଆମେ କାଲି ତାଗିଦ କରିବୁ ଯେ ଆଗାମୀ ଦିନରେ ଆପଣ ଯେଉଁ ଏଗ୍ରିମେଣ୍ଟ କରିଛନ୍ତି ଓଡ଼ିଶା ସରକାର ସହ, ଯେଉଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଗତ ଦିନରେ ସେ ମଧ୍ୟ ଘୋଷଣା କରିଥିଲେ ଯେ କୌଣସି ମାତ୍ରାରେ ବିଦ୍ୟୁତ୍ କାଟ୍ କରାଯିବ ନାହିଁ। ଯଦି ବିଦ୍ୟୁତ୍ କାଟ୍ କରିବେ, ଯିଏ ଯଦି ଅଘୋଷିତ ବିଦ୍ୟୁତ୍ କାଟ୍ କରାଯିବ, ଯିଏ ତା ଦାୟୀ ରହିବ ନିଶ୍ଚିତ ଭାବରେ ସେ ଗିରଫ ହେବ, ନ ଦଣ୍ଡ ପାଇବ। କିନ୍ତୁ ଆଜି ଟାଟା ପାୱାର ସେଇ ଗୁଡ଼ାକ ବେଖାତିର ଭାବରେ କରୁଛି। ତେଣୁ ଆଜି ଜୟପୁର ନିର୍ବାଚନ ମଣ୍ଡଳୀ ତଥା କୋରାପୁଟ ସମସ୍ତ ଜାଗାରୁ ଆମର କାଲି ଆସି ପହଞ୍ଚିବେ, ଲୋକ ଆସି ପହଞ୍ଚିବେ, ଆଉ ନେତାମାନେ ଆସି ପହଞ୍ଚିବେ। କାଲି ଆମେ ଜୟପୁର ଏସି ଅଫିସ୍ ଘେରାଉ କରିବୁ। ଯେଉଁ ବିଦ୍ୟୁତ୍ କ୍ଷେତ୍ରରେ ଅନିଶ୍ଚିତତା ଦେଖାଯାଇଛି ତା ବିରୁଦ୍ଧରେ ଏକ ଆନ୍ଦୋଳନ କାଲି ଆମେ ରଖିଛୁ 12ଟା ସମୟରେ।